ମାଲକାନଗିରି ଜିଲ୍ଲାର ଦୁର୍ଗମ ଦଣ୍ଡକାରଣ୍ୟ ଅଞ୍ଚଳରେ ଶିକ୍ଷାର ଉଜ୍ଜ୍ୱଳ ଦୀପଶିଖା ଭାବେ ପ୍ରତିଷ୍ଠିତ ସାବରୀ ବିଦ୍ୟା ଭବନ ନିଜର 50 ବର୍ଷ ପୂର୍ତ୍ତି ଅତ୍ୟନ୍ତ ଆବେଗପୂର୍ଣ୍ଣ ଓ ଉତ୍ସାହପୂର୍ଣ୍ଣ ଭାବେ ପାଳନ କରୁଛି। 1976ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ 1980ରୁ 1990 ବ୍ୟାଚ୍ର ପୂର୍ବତନ ଛାତ୍ରଛାତ୍ରୀମାନେ ଆୟୋଜନ କରିଛନ୍ତି। 3 ଦିନ ବ୍ୟାପୀ ଏହି ଉତ୍ସବର ଦ୍ୱିତୀୟ ଦିନରେ ବ୍ରଜକିଶୋର ମହାପାତ୍ର, ଚିତ୍ତରଞ୍ଜନ ମିଶ୍ର, ବିଜୟ କୁମାର ସିକଦାର, ମୁକୁଳ ମଣ୍ଡଳ, ବର୍ତ୍ତମାନର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ ଏବଂ ପୂର୍ବତନ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ସୁବୁଦ୍ଧି ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱର୍ଗତଃ ଶିକ୍ଷକ ମାଣିକ୍ୟ ଲାଲ ଘୋଷ, ଅମିୟ ବୋଷ, ପ୍ରତିମା ପାଉଲ, ଲୀଳାବତୀ ମୁନ୍ସି ଓ ଚିତ୍ତରଞ୍ଜନ ମଣ୍ଡଳଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ମୁହୂର୍ତ୍ତରେ ଉପସ୍ଥିତ ସମସ୍ତ ଆଖି ଆର୍ଦ୍ର ହୋଇଉଠିଥିଲା। ମଞ୍ଚ ପରିଚାଳନାର ଦାୟିତ୍ୱ ପ୍ରଶାନ୍ତ ସରଦାର ଓ ଶ୍ୟାମଲ ମଜୁମଦାର ସୁଚାରୁ ରୂପେ ନିର୍ବାହ କରିଥିଲେ। 3 ଦିନର ଏହି ଉତ୍ସବରେ ପୁରୁଣା ସ୍ମୃତି ଚାରଣ, ଆନନ୍ଦ ବିନିମୟ, ନାଟକ ପରିବେଷଣ, ଗୀତ ଗାୟନ, ଖେଳନ ପ୍ରତିଯୋଗିତା, ପୁସ୍ତକ ଉନ୍ମୋଚନ, ବୃକ୍ଷରୋପଣ ଏବଂ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫଳ ବଣ୍ଟନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଦୂରଦୂରାନ୍ତରୁ ଆସି ପୁରୁଣା ବନ୍ଧୁମାନେ ଏକାଠି ହେବାର ଏହି ମୁହୂର୍ତ୍ତ ହସ ଓ କାନ୍ଦଣାର ମିଶ୍ରଣରେ ବାଲ୍ୟଦିନକୁ ଫେରି ନେଇଥିଲା। ପୂର୍ବ ଛାତ୍ର କମିଟିର ସଭାପତି ଅମିୟ ବୈରାଗୀ, ଉପସଭାପତି ଦୀପକ ଦତ୍ତ, ସଚିବ ପ୍ରଶାନ୍ତ ସରଦାର, ଯୁଗ୍ମ ସଚିବ ସଚିନ କୃଷ୍ଣ ସାନା ଓ ରାହୁଲ ଦେବ ବିଶ୍ୱାସ, କ୍ୟାସିୟର ଗୋବିନ୍ଦ ହାଲଦାର ଏବଂ ସଦସ୍ୟ କୃଷ୍ଣ ମଣ୍ଡଳଙ୍କ ନେତୃତ୍ୱରେ ଏହି ଉତ୍ସବ ସଫଳ ହୋଇଛି। ଉପଦେଷ୍ଟାମାନେ ହେଲେ ମୁକୁଲ ମଣ୍ଡଲ, ସପନ କିଟନିଆ, ରବୀନ୍ଦ୍ର ଧର, ରତନ ରାୟ, ସୁନୀଲ ଏଚ୍, ଦୟାଲ ବୈରାଗୀ, ସୁରେଶ ମେହତା, ନିମାଇ ପାଉଲ, ବିଦ୍ୟୁତ ବିଶ୍ୱାସ ଓ ଶ୍ୟାମଲ ମଜୁମଦାର। ଏହି ଦୁର୍ଗମ ଅଞ୍ଚଳରେ ଶିକ୍ଷାର ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଥିବା ସାବରୀ ବିଦ୍ୟା ଭବନ ପାଇଁ ଏହି ସୁବର୍ଣ୍ଣ ଜୟନ୍ତୀ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛି। ବ୍ୟୁରୋ ରିପୋର୍ଟ, ନ୍ୟୁ ଓଡ଼ିଶା ଟିଭି। 79 ସାବରୀ ବିଦ୍ୟା ଭବନରେ 50ତମ ଗୋଲ୍ଡେନ୍ ଜୁବଲି ଏକ୍ସ ଷ୍ଟୁଡେଣ୍ଟ ମାନଙ୍କର ଅନୁଷ୍ଠିତ ହେବା ପାଇଁ ଯାଉଛି। ଏହି ଅନୁଷ୍ଠାନରେ 1980 ମସିହା ଠାରୁ 1990 ମସିହା ପର୍ଯ୍ୟନ୍ତ ଯେଉଁ ଛାତ୍ରଛାତ୍ରୀମାନେ ଏହି MB 79 ସାବରୀ ବିଦ୍ୟା ଭବନରେ ପାଠ ପଢ଼ିଥିଲେ ସେମାନେ ଆଜି ଏହି ଉତ୍ସବକୁ ପାଳନ କରୁଛନ୍ତି। ଏହି ଉତ୍ସବରେ ଆମର ସେତେବେଳର ସାର୍ମାନେ ବି ଆଜି ଉପସ୍ଥିତ ହୋଇଛନ୍ତି। ଏହା ଆମ ପାଇଁ ଅତି ଆନନ୍ଦ ଏବଂ ଗର୍ବର ବିଷୟ। ଏକ୍ସ ଷ୍ଟୁଡେଣ୍ଟ 2080 ମସିହାରୁ 1980 ମସିହାରୁ 1990 ମସିହା ଯେଉଁ 10 ବର୍ଷ ଆମର ଯେଉଁ ବନ୍ଧୁମାନେ ଯେ ଏକ୍ସ ଷ୍ଟୁଡେଣ୍ଟ ମାନେ ସମସ୍ତଙ୍କର ସହିତ ସମ୍ମିଳିତ ହୋଇ ଆମେ ଯେଉଁ ଉତ୍ସବ ପାଳନ କରୁଛୁ, ତଦୁପଲକ୍ଷରେ ଆମେ ସାବରୀ ସେବା ସଦନ ହସ୍ପିଟାଲ 24 ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ରୋଗୀମାନଙ୍କର ସେବାର୍ଥେ ଆମେ ଫଳମୂଳ ପ୍ରଦାନ କରୁଛୁ। ମୁଁ ଶ୍ରୀ ପ୍ରଶାନ୍ତ ସରଦାର, ଏକ୍ସ ଷ୍ଟୁଡେଣ୍ଟ କମିଟିର ମୁଁ ସେକ୍ରେଟାରୀ ପଦବୀରେ ଅଛି। ଆଉ ଆମର ଏହି ଗେଟ୍ ଟୁଗେଦର କାର୍ଯ୍ୟକ୍ରମ 2019 ମସିହା ଠାରୁ ଆରମ୍ଭ ହେଲା ଏବଂ 2019 ମସିହା ଠାରୁ ପ୍ରତି 3 ବର୍ଷ ଅନ୍ତରରେ ଆମର ଗୋଟେ ମେଗା ପ୍ରୋଗ୍ରାମ କରାଯାଏ। ସେହି ଅନୁସାରେ 2025 ଏହି ବର୍ଷ ଗୋଟେ ମେଗା ପ୍ରୋଗ୍ରାମ କରାଯାଉଅଛି। ତା ସହିତ ଏହି ବିଦ୍ୟାଳୟ 1973 ମସିହାରେ ଏହାର ପ୍ରଥମ ମେଟ୍ରିକ ପଢ଼ିବା ଆରମ୍ଭ ହୋଇଥିଲା ଏବଂ ସେହି ଦିନଠାରୁ ଆମେ ଏହି ସ୍କୁଲର 50 ବର୍ଷ ପୂର୍ତ୍ତି ଉପଲକ୍ଷରେ ଆମେ ଗୋଲ୍ଡେନ୍ ଜୁବଲି ସେଲିବ୍ରେସନ୍ କରୁଅଛୁ। ତ ଏହି ସେଲିବ୍ରେସନ୍ରେ ଆମର ମାଣିକଲାଲ ଘୋଷ, ଆମର ସ୍ୱର୍ଗୀୟ ମାଣିକଲାଲ ଘୋଷ ଯିଏକି ହେଡ୍ ସାର୍ ଥିଲେ, ତାଙ୍କର ଅବଦାନ ଏବଂ ଅନ୍ୟାନ୍ୟ ଯେଉଁ ଶିକ୍ଷୟିତ୍ରୀମାନେ ଥିଲେ ସେମାନେ ଆମକୁ ଯେଉଁଭଳି ଭାବରେ ଶିକ୍ଷା ଦେଇଛନ୍ତି ସେହି ଶିକ୍ଷାରେ ଶିକ୍ଷିତ ହୋଇ ଆମେ ପ୍ରାୟ ପ୍ରତ୍ୟେକ ନିଜ ନିଜ କର୍ମକ୍ଷେତ୍ରରେ ପ୍ରତିଷ୍ଠା ହାସଲ କରିଅଛୁ ଏବଂ ଏହି ଅନୁସାରେ 10 ବର୍ଷ 1980 ଠାରୁ 1990 ସାଲ ପର୍ଯ୍ୟନ୍ତ DNK ପ୍ରୋଜେକ୍ଟ ଥିଲା ଯାଏ ଯେତିକି ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ପାଠ ପଢ଼ୁଥିଲେ ସମସ୍ତଙ୍କୁ ଆମେ ଏକତ୍ରିତ କରିପାରିଛୁ।
ছাত্রছাত্রী মানে আসি যোগদান କରିଛନ୍ତି। କିଏ ହାଇଦ୍ରାବାଦ, କିଏ ବାଙ୍ଗାଲୋର, କିଏ ଭୋପାଳ, କିଏ ଲକ୍ଷ୍ନୌ, କିଏ ଦିଲ୍ଲୀ, କିଏ କଲିକତା ଇତ୍ୟାଦି ବିଭିନ୍ନ ଜାଗାରୁ ଭାରତବର୍ଷର ପ୍ରାୟ ପ୍ରତ୍ୟେକ ସ୍ଥାନରୁ ଆମର ପୁରାତନ ଛାତ୍ରଛାତ୍ରୀମାନେ ଆସି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ସଭା ଆରମ୍ଭରୁ ଆମେ ପ୍ରଥମେ ଆମର ଶିକ୍ଷକମାନଙ୍କୁ ଯେଉଁମାନେ ଆମ ଗହଣରେ ନାହାନ୍ତି ସେମାନଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଦେଇଥିଲୁ। ଯେଉଁମାନେ ବସିଛନ୍ତି ସେମାନେ ଆସୁଛନ୍ତି ଏବଂ ସେମାନେ ଆମକୁ ଆଶୀର୍ବାଦ ମଧ୍ୟ କରିଛନ୍ତି।